जय जगन्नाथ साଙ୍ଗमाने आपणमाने समस्ते केମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ଆଶା କରେ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଦେଖନ୍ତୁ ଆଜି ମନ୍ଦିରରେ ଏତେ ଭିଡ଼ କ'ଣ ପାଇଁ? ଯେହେତୁ ଆଜି ଗୁରୁବାର ସୁଦଶା ବ୍ରତ ପଡ଼ିଛି, ତ ସମସ୍ତେ ସେଥିପାଇଁ ପୂଜା କରିବା ପାଇଁ ଆସିଛନ୍ତି। ମୁଁ ତ ଭାବିନଥିଲି ଏତେ ଲମ୍ବା ଲାଇନ୍ ଭିଡ଼ ହେଇଥିବ, ଏତେ 6:30ରୁ ଭାବୁଥିଲି ଆସିପାରିବି ବୋଲି। ମୁଁ କହିଲି ନାଇଁ ଏତେ ଶୀଘ୍ର ଯାଇ କ'ଣ କରିବି, ମନ୍ଦିର ଆସିନଥିବେ ଲୋକମାନେ। କିନ୍ତୁ ମୁଁ ଆସି ଦେଖି 7ଟା ପର୍ଯ୍ୟନ୍ତ ଦେଖିଲା ବେଳକୁ ଲୋକ ପ୍ରବଳ ଭିଡ଼। ତ ଦେଖନ୍ତୁ କେତେ ଲମ୍ବା ଲାଇନ୍ ଲାଗିଛି। ଆଉ ଏଠି ଅଛନ୍ତି ଆମର ହନୁମାନ ଅଛନ୍ତି, ତ ଆଗ ସାମ୍ନାରେ ଅଛନ୍ତି ଜଗନ୍ନାଥ, ବିମଳା ଆଉ କମଳା ଅଛନ୍ତି। ତ ଏପଟ ସାଇଡ଼୍ରେ ଗଣେଶ ଅଛନ୍ତି, ବଟ ଗଣେଶ ଅଛନ୍ତି। ମୁଁ ଜଗନ୍ନାଥ ଆଶ୍ରମ ଆସିଛି ପୂଜା କରିବା ପାଇଁ। ବହୁତ ମାତ୍ରାରେ ଲୋକ, ଏତେ ଭିଡ଼ ହେଇଥିଲା, ମାନେ ଏପଟେ ସ୍ତ୍ରୀ ଦେଖନ୍ତୁ ଲାଇନ୍ରେ ଛିଡ଼ା ହେଇକି, ମୁଁ ଏପଟେ ଭିଡ଼ିଓ କିଛି କରିନଥିଲି, କେତେ ଲୋକ ବି କରୁଥିଲେ ଛିଡ଼ା ହେଇକି। ଦେଖନ୍ତୁ 2 ଘଣ୍ଟା ଛିଡ଼ା ହେଲା ପରେ ମୋର ତାପରେ ପାଳି ପଡ଼ିଥିଲା। ତ ପୂଜା ସାରିକି ଆସିକି ବ୍ରତ ପୂଜା କଲି। ବ୍ରତ ପୂଜା ସାରିଲା ପରେ ଅନ୍ୟ ଦେବାଦେବୀ ଅଛନ୍ତି, ମୁଁ ମୁଣ୍ଡିଆ ମାରିକି ଏଠି ଭୋଗ କରିଦେଲି। ତ ଦେଖନ୍ତୁ କେତେ ତ ମନ୍ଦିରରେ ପୂଜା ସାରିକି ମୁଁ ଘରେ ପହଞ୍ଚିଗଲି। ତ ଅଟୋ ମିଳିଲାନି, ଚାଲି ଚାଲି ଆସିବାକୁ ପଡ଼ିଲା। ତ ଘରେ ଆସି ପହଞ୍ଚିଗଲା ପରେ ଦେଖନ୍ତୁ ମୋ ଚୁଟି ବି ଓଦା ଥିଲା, ତ ମୁଣ୍ଡ ଓଦା କରି ପଳେଇଥିଲି ନା ଯାଇକି ଶୁଖିନଥିଲା। ତାପରେ ଆସିକି ଶୁଖେଇ ନେଉଛି, ତାପରେ ଦେଖିବା ମୁଁ କ'ଣ କରୁଛି। ତାପରେ ହାଇ ସାଙ୍ଗମାନେ ଦେଖନ୍ତୁ, ତାପରେ ମୁଁ ରୋଷେଇ ଘରକୁ ପଳେଇ ଆସିଥିଲି। ତ ରୋଷେଇ ଘରେ କ'ଣ କରିବି ଖାଇବି ବୋଲି ଭାବିଲି। ତ ଆସିକି 10:30 ହେଇଗଲାଣି ନା, ତ ସେଥିପାଇଁ ମିଠା ଉପମା ଟିକେ କରିଦେଲି। ମୁଁ କହିଲି ମିଠା ଉପମା କରି ଖାଇଦେବି, ତାପରେ ଯାହା କାମ କରିବି। 2 ଘଣ୍ଟା ପୁରା ଲାଇନ୍ରେ ଛିଡ଼ା ହେଇକି ଗୋଡ଼ ଏତେ ପେନ୍ ହେଉଥାଏ, ଇଚ୍ଛା ହେଉନଥାଏ ରୋଷେଇ କରିବା ପାଇଁ। ତ ଯାହାହେଲେ ତ ରୋଷେଇ କରିବାକୁ ପଡ଼ିବ, ସେଥିପାଇଁ ମୁଁ କହିଲି ନାଇଁ ଆଗ ମିଠା ଉପମା କରି ଟିକେ ଖାଇନେବି, ତାପରେ ଯାହା ରୋଷେଇ କରିବି। ଦେଖନ୍ତୁ ମୋର ମିଠା ଉପମା ହେଇଗଲା ଏଠି। ତାପରେ ଏଠି ମୁଁ କହିଲି ନାଇଁ ଗ୍ୟାସ୍ କାହିଁ ଲିଭେଇବି, ତ ଭାତ ପାଣି ଏଠି ବସେଇଦେବି। ତ ଭାତ ପାଣି ତାତିଲା ଭିତରେ ମୁଁ ଖାଇସାରିଥିବି। ତ ଆସି ତାପରେ ଚାଉଳ ପକାଇବି। ତାପରେ ମୁଁ ନେଇଗଲି ଖାଇବା ପାଇଁ, ସେଠି ଭାତ ପାଣି ବସେଇଦେଲି। ତ ଭାତ ଆମର ହେଇଗଲା। ଭାତ ହେଇସାରିଲା ପରେ ଏଠି ଡାଲମା ହେବ। ଯେହେତୁ ଆଜି ଗୁରୁବାର ସୁଦଶା ବ୍ରତ, ଭାତ ଡାଲମା ହେବ। ଆଜି ଆଉ କିଛି ଭଜାଭଜି କରିପାରିବିନି, ଗୋଡ଼ ଏତେ ତ ଇଏରେ ବହୁତ ଟାୟାର୍ଡ଼ ଲାଗୁଛି। ସେଥିପାଇଁ ଭାତ ଡାଲମା କରିଦେବି। ତା ଦେହରେ ଆଳୁ ସିଝେଇ ଦେଇଛି, ତ ସେଥିପାଇଁ କାକୁଡ଼ି ସାଲାଡ଼ କରିଦେବି। ଆଉ ଲେମ୍ବୁ ହେରିକା ଅଛି, ତ ପାମ୍ପଡ଼ ଟିକେ ଛାଣିଦେଲେ ଆରାମସେ ସେମାନେ ଖାଇଦେବେ। ତ ଆଉ କିଛି କରିପାରିବିନି। ସେଥିପାଇଁ ଦେଖନ୍ତୁ ଡାଲମାଟା ବସେଇ ଦେଇଛି। ଡାଲମା ଆମର ହେଇଗଲା। ଡାଲମା ହେଇସାରିଲା ପରେ ତାକୁ ବଘାରି ଦେଉଛି। ତ ତାକୁ ବଘାରି ସାରିଲା ପରେ ଆଉ କିଛି କାମ ନାହିଁ। ତ ଆଜି ହେଉଛି ଅଗଷ୍ଟ 15। ଆପଣମାନଙ୍କୁ ଅଗଷ୍ଟ 15 ଶୁଭେଚ୍ଛା ଶୁଭକାମନା ଜଣାଉଛି। ଦେଖନ୍ତୁ ମୋର ଡାଲମାଟା ହେଇଗଲା। ଦେଖନ୍ତୁ ଆମର ଖାଇବା ପିଇବା ସରିଗଲା। ବର୍ତ୍ତମାନ ହେଇଗଲାଣି 1:30। ତ ଆପଣମାନେ ସମସ୍ତେ ଖାଇଲେଣି ନାହିଁ? ଆମର ସବୁ ଖାଇବା ସରିଲାଣି। ତାପରେ ଟିକେ ରେଷ୍ଟ ନେବୁ। ଯଦି ଆପଣମାନଙ୍କୁ ଆଜିର ମୋର ବ୍ଲଗ୍ ଭଲ ଲାଗିଥାଏ, ତ ପ୍ଲିଜ୍ ମୋ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେ ନାହିଁ। ରହୁଛି। ଜୟ ଜଗନ୍ନାଥ। କାଲି ଦେଖା ହେବା ନେକ୍ସଟ ବ୍ଲଗ୍ରେ। ଜୟ ଜଗନ୍ନାଥ।